ଆପଣ ପଇସା ନେଇକି ସେ 16 ଜଣଙ୍କୁ ଆରେଷ୍ଟ କରୁନାହାନ୍ତି ଆପଣ ସମ୍ମାନିତ କରିବା କଥା ଆସୁନାହାନ୍ତି ଆମେ ସମ୍ମାନିତ କରୁଛୁ ଆପଣଙ୍କୁ। ଦେଖିଥିଲେ ଯୋଉଭଳି ଭାବରେ ହିଂସା ବଢିଲାଣି ବର୍ଷେ ଭିତରେ ଆପଣ ତାର ପରିସ୍ଥିତି ଆପଣ ମାନେ ଦେଖିବେ ଖାଲି ମାଲକାନଗିରି ନୁହଁ ସାରା ଓଡିଶାରେ ଖ୍ରୀଷ୍ଟିୟାନ ଭାଇ ମାନଙ୍କ ଉପରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଆମେ ବିଗତ ଦିନରେ ଯୋଉଦିନ ଆପଣଙ୍କର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଥିଲେ ଭଏସ୍ ଏଗେନ୍ଷ୍ଟ ହେଟ୍ ତରଫରୁ ଆମେ ସେଠି ତାଙ୍କୁ ଦାବି ପତ୍ର ଦେବା ପାଇଁ ବସିଥିଲୁ କିନ୍ତୁ ସେମାନେ ତ ଆସିବେନି ସେମାନେ ତ ବର୍ତ୍ତମାନ ପାୱାର ଅନ୍ଧ ତେଣୁକରି ଯୋଉଭଳି ଭାବରେ କରାଯାଉଛି ଆଜି ଏଠି ଡକାଯାଇଛି ଆଜି ବିଷୟ ବି କହିଲେ ଆମେ ଆଜି ଏଠି ତାଙ୍କୁ ଦାବି ପତ୍ର ଦେବାକୁ ଆସିଛୁ। ଅତ୍ୟନ୍ତ ଦୁଃଖର ବିଷୟ ଏତେ ଲୋକ ବର୍ଷାରେ ଓଦା ହେଇକି ଆସିଛନ୍ତି ଏତେ ବିଶପ ମାନେ ଓଦା ହେଇକି ଆସିଛନ୍ତି କିନ୍ତୁ ଏତେ ମା ମାନେ ଓଦା ହେଇକି ଆସିଛନ୍ତି କିନ୍ତୁ କଲେକ୍ଟର ଭିସି ଛାଡିକି ଆସିପାରୁନାହାନ୍ତି ଆମକୁ ବାହାରେ ଠିଆ କରୁଛନ୍ତି ସେ ଯୋଉ ପୋଲିସ କହୁଛନ୍ତି ଆପଣ ମଧ୍ୟ ବାହାରେ ଠିଆ ହୁଅନ୍ତୁ ଆମେ ବାହାରେ ଠିଆ ହେବାକୁ ରାଜି ଅଛୁ ଆପଣମାନେ ବି ଆସନ୍ତୁ। କଲେକ୍ଟର ଯୋଉ ଲୋକମାନେ ଆଜି ଏଠି ଆସିଛନ୍ତି ସମସ୍ତଙ୍କର କଲେକ୍ଟର ହଉଛନ୍ତି କଲେକ୍ଟର ସେ ବିଜେଡି ବିଜେପିର କଲେକ୍ଟର ନୁହନ୍ତି। ଦୁଃଖର ବିଷୟ ସେ ଆସିକି ଠିଆ ହେବା କଥା ଗୋଟେ ମିନିମମ୍ କୋର୍ସ ଏଇଟା ଗୋଟେ କୋଉଠୁ ଆମେ ଆସିନୁ ଭଙ୍ଗାରୁଜା କରିବାକୁ ଆସିନୁ କି ଗଣ୍ଡଗୋଳ କରିବାକୁ ଗୋଟେ ଶାନ୍ତିପୂର୍ଣ୍ଣ ଭାବରେ ଆସିଛୁ। କଲେକ୍ଟର ଜାଣିବା ଦରକାର କେତେ ପିଲା ଛୁଆ ଘର ଛାଡିକି ଆସିଛନ୍ତି ସେ ଆସିକି ଠିଆ ହେଇକି ଦାବି ପତ୍ର ନେଇଗଲେ ତାଙ୍କର କଣ ପ୍ରେଷ୍ଟିଜ ପଳେଇବ କେତେ ସମୟ ପର୍ଯ୍ୟନ୍ତ ଆସିବେନି ଆମେ ନିଶ୍ଚିତ ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ଆମେ ଏଠି ବସିବୁ। गत जून 21 तारिख में कोटामारू गाँव में जो 30 जनों ऊपर मारणात्मक आक्रमण होती प्रतिवाद रे आमे आज राजरास्ता को ओह्लैचु। आज को 10 दिन हेलानी आमे एफआईआर देइचु 16 जनों विरुद्ध रे किंतु सरकार कौन सी पदक्षेप नहीं। डीआईजी को मध्य स्मारक पत्र दिया है मुख्यमंत्री को मध्य दिया है एसपी को मध्य दिया है जिलापाल को मध्य दिया है तथापि कौन सी प्रकार कार्यानुष्ठान ग्रहण करा जाय नहीं। तेणु आज ओडिशार विभिन्न जगार ख्रिस्टियान माने आज एठारे उपस्थित अछंती। राष्ट्रीय ख्रिस्टियान मोर्चा जिला ख्रिस्टियान मंच पुणी वॉइस अगेंस्ट हेट तरफ आम मैंने प्रतिवाद जनाऊँ। हजार हजार लोक वर्षार भी भिजी आसुँच माने चिंता करते से मनर केते कष्ट आ वेदना अच्छी।